ମାଲକାନଗିରି ଜିଲ୍ଲା ବିଷୟରେ ଚାଲନ୍ତୁ ଆଜି ଡିଟେଲରେ ଜାଣିବା। ଏହା କେବେ ଗଠିତ ହୋଇଥିଲା, ଏହାର କ୍ଷେତ୍ରଫଳ କେତେ, ପପୁଲେସନ ଏହି ଜିଲ୍ଲାର କେତେ, ଏଠାରେ ଲୋକମାନେ କେଉଁ କାମ ଉପରେ ଅଧିକା ନିର୍ଭର କରନ୍ତି, ଜିଲ୍ଲାର ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା କିପରି ରହିଛି, ଏହା ବାଦ୍ ଜାଣିବା ଜିଲ୍ଲାର କଳା ଓ ସଂସ୍କୃତି ବିଷୟରେ। ଏହା ସହ ପର୍ଯ୍ୟଟନ ସ୍ଥଳୀ ବିଷୟରେ ମଧ୍ୟ ଆଲୋଚନା କରିବା। ଜିଲ୍ଲା ବିଷୟରେ ଫୁଲ୍ ରିପୋର୍ଟ ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ସାଧାରଣତଃ ମାଲକାନଗିରିର ମୁଖ୍ୟାଳୟ ସଦର ପରବର୍ତ୍ତୀ କାଳରେ ମାଲକାନଗିରି ଜିଲ୍ଲା ନାମରେ ନାମିତ ହୋଇଛି। ବର୍ଷ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ସମୟରେ ମାଲକାନଗିରିଟି ଗୋଟିଏ ତାଲୁକ ଭାବରେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବ୍ ଡିଭିଜନ ଅନ୍ତର୍ଗତ ଥିଲା। ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍ ଡିଭିଜନ ପାହ୍ୟାରେ ଉପନୀତ ହେଲା। ଯେତେବେଳେ ଓଡ଼ିଶା ସରକାରଙ୍କ ଜିଲ୍ଲାଗୁଡ଼ିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 1 ତାରିଖରେ ଜାରି କଲେ, 1992 ମସିହା ଅକ୍ଟୋବର 2 ତାରିଖରେ ହିଁ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା। ଏହା 17 ଡିଗ୍ରୀ 45 ଉତ୍ତରରୁ 18 ଡିଗ୍ରୀ 40 ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10 ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଛି। ଏହି ଜିଲ୍ଲାଟି ଜନବିରଳ ହେଲେ ମଧ୍ୟ ପୁରୁଷ ଓ ସ୍ତ୍ରୀ ସଂଖ୍ୟା ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ। ପ୍ରାୟତଃ ଏହା ଅଖଣ୍ଡ। ସମ୍ପୂର୍ଣ୍ଣ ଜିଲ୍ଲାଟି ବିସ୍ତୃତ ଘଞ୍ଚ ଜଙ୍ଗଲ ସହିତ ଶତକଡ଼ା ଅନୁପାତରେ ଅଳ୍ପ ସଂଖ୍ୟକ ଲୋକ ସହରାଞ୍ଚଳରେ ବାସ କରିଥାନ୍ତି। ଏହି ଜିଲ୍ଲାଟି ଦୁଇଗୋଟି ଭୌତିକ ବିଭାଗରେ ପୃଥକୀକୃତ। ପୂର୍ବାଞ୍ଚଳ ଭାଗଟି ତୀଖ ଘାଟି, ମାଳଭୂମି ଓ ଉପତ୍ୟକାରେ ପରିପୂର୍ଣ୍ଣ ହୋଇଛି। ସେହିପରି ବିକ୍ଷିପ୍ତ ନିବାସୀମାନଙ୍କ ମଧ୍ୟରେ ପ୍ରାଚୀନ ଆଦିବାସୀ, ବଣ୍ଡା, କୋୟା ଏବଂ ଦିଦାଇ ସମ୍ପ୍ରଦାୟ ଉଲ୍ଲେଖନୀୟ। ଏହି ଜିଲ୍ଲାଟି ଶିକ୍ଷାରେ ପରିମିତ। ଶିକ୍ଷିତମାନଙ୍କ ମଧ୍ୟରେ ପୁରୁଷ ଶିକ୍ଷିତ କିନ୍ତୁ ସ୍ତ୍ରୀ ଶିକ୍ଷିତମାନଙ୍କଠାରୁ ଅତି ଦୂରରେ। ଏହି ଜିଲ୍ଲାର ଜଳବାୟୁ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଏବଂ ଗ୍ରୀଷ୍ମ ଋତୁରେ ତାପମାତ୍ରା 13 ଡିଗ୍ରୀ ସେଲସିୟସରୁ 47 ଡିଗ୍ରୀ ସେଲସିୟସକୁ ବଢ଼ିଥାଏ। ବାର୍ଷିକ ହାରାହାରି ବର୍ଷାନୁପାତ ପ୍ରାୟ 1700 ମିଲିମିଟର ଅଟେ। ସାଧାରଣତଃ ବର୍ଷା ଋତୁ ଏବଂ ବର୍ଷା ଋତୁ ପରେ ମାସଗୁଡ଼ିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ରହିଥାଏ। ବର୍ଷା ଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ ରହିଥାଏ। ସନ୍ତସନ୍ତିଆ ଓ ଅତ୍ୟଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ଏହା ବିଚ୍ଛିନ୍ନ ହୁଏ। ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ଅଟେ। ଜିଲ୍ଲାର କ୍ଷେତ୍ରଫଳ ବିଷୟରେ ଯଦି ଆମେ ଆଲୋଚନା କରିବା ତେବେ ଏହା 5791 ବର୍ଗ କିଲୋମିଟର ଯାଏଁ ପରିବ୍ୟାପ୍ତ ହୋଇ ରହିଛି। ସେହିପରି ଏହି ଜିଲ୍ଲାର ଜନସଂଖ୍ୟା ରହିଛି 6,13,192। ବ୍ଲକ 7ଟି ରହିଛି ଏବଂ ପୌର ନିଗମ 2ଟି ରହିଛି। ଚାଲନ୍ତୁ ଏବେ ଆମେ ଏହି ଜିଲ୍ଲାର କୃଷି ବିଷୟରେ ଆଲୋଚନା କରିବା। କୃଷି ନିର୍ଦ୍ଦେଶାଳୟ ବିଭିନ୍ନ ପ୍ରକାରର ଚାଷ ଯୋଜନା ପାଇଁ ସମ୍ପ୍ରସାରଣ ସେବା ଯୋଗାଇ ଦେଇଥାଏ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ରାଜ୍ୟ ଯୋଜନା ଓ କେନ୍ଦ୍ର ଯୋଜନା ଯଥା ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, କୃଷି ସମ୍ପ୍ରସାରଣ ଓ ପ୍ରଯୁକ୍ତି ବିଦ୍ୟା ଜାତୀୟ ମିଶନ, ଚିରପୋଷ୍ୟମାନ କୃଷି ପାଇଁ ଜାତୀୟ ମିଶନ, ଜାତୀୟ ତୈଳବୀଜ ଓ ତାଳ ତେଲ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ରହିଛି। ତେବେ ଏଠାରେ ଋତୁ ଅନୁଯାୟୀ ଚାଷ ହେଉଥିବା ଫସଲ ଗୁଡ଼ିକ ହେଉଛି, ଏଥିରେ ଖରିଫ ଫସଲରେ ରହିଛି ଧାନ, ଯାହାକି ଅଧିକ ଅମଳକ୍ଷମ ଅଟେ, ମକା ଅଧିକ ଅମଳକ୍ଷମ ଅଟେ, ଏହା ବାଦ୍ ଜୋଆର, ବାଜରା, ମାଣ୍ଡିଆ, ସୁଆଁ ଜାତୀୟ, ମୁଗ, ବିରି, ହରଡ଼, ଅନ୍ୟାନ୍ୟ ଡାଲି ଜାତୀୟ ଫସଲ, ଚିନାବାଦାମ, ରାଶି, ଜଡ଼ା, ଅଳସୀ, ଲଙ୍କା, ଅଦା ଓ ହଳଦୀ। ଏହା ବାଦ୍ ରବି ଫସଲରେ ରହିଛି ମକା, ଚିନାବାଦାମ, ବୁଟ, ମଟର, ଝୁଡ଼ଙ୍ଗ, କୋଳଥ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ଆଳୁ, ପିଆଜ, ଅନ୍ୟାନ୍ୟ ପରିବା, ଲଙ୍କା, ରସୁଣ, ଧନିଆ, ଆଖୁ। ତେବେ ଏମାନଙ୍କ ମଧ୍ୟରୁ ଖରାଟିଆ ଫସଲ ହେଉଛି ଧାନ, ମୁଗ, ପନିପରିବା ଏବଂ ମକା। ମାଟିର ପ୍ରକୃତି ବିଷୟରେ ଯଦି ଆମେ କଥା ହେବା ତେବେ ମାଲକାନଗିରି ଜିଲ୍ଲାରେ ନାଲି, ମାଙ୍କଡ଼ିଆ ବା ଗୋଡ଼ି ଓ କଳା ମାଟି ଦେଖାଯାଏ। ଫସ୍ଫରସ୍ ଓ ପଟାସ ପରିମାଣ ମାଟିରେ ଅଧିକ ମାତ୍ରାରେ ରହିଥାଏ। ମାଲକାନଗିରି ବ୍ଲକ ବ୍ୟତୀତ ଅନ୍ୟ ସମସ୍ତ 6 ଗୋଟି ବ୍ଲକର ଜବକ୍ଷାରଜାନ ମଧ୍ୟମ ଧରଣର ରହିଛି, କିନ୍ତୁ ମାଲକାନଗିରି ବ୍ଲକର ଜବକ୍ଷାରଜାନ ନିମ୍ନ ବା ଅଳ୍ପ ଧରଣର ରହିଛି। ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଏଠି ସରକାରଙ୍କର ବିଶେଷ ଧ୍ୟାନ ରହିବା ଜରୁରୀ। ସଚେତନତାର ଅଭାବ ହେତୁ ଏଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ରହିଛି। ସ୍ୱାକ୍ଷରିକ ହାର ମଧ୍ୟ କମ୍ ଅଛି। 15 ବର୍ଷରୁ ଉର୍ଦ୍ଧ୍ୱ ବୟସ ସୀମା ଭିତରେ ଯୁବ ଅଶିକ୍ଷିତ ବର୍ଗର ବିଶେଷ କରି ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି
ସଂଖ୍ୟାଲଘୁ ଓ ଅନଗ୍ରସର ବର୍ଗଙ୍କୁ ଶିକ୍ଷିତ କରିବା ପାଇଁ ଏଠାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ଅନୁଦାନ ଯଥାକ୍ରମେ 75:25 ରହିଛି। ଚାଲନ୍ତୁ ଏବେ ଏହାର କଳା ଏବଂ ସଂସ୍କୃତି ବିଷୟରେ ଜାଣିବା। ମାଲକାନଗିରି ଜିଲ୍ଲାର ସଂସ୍କୃତି ଜିଲ୍ଲାର ପ୍ରମୁଖ ଲୋକସଂଖ୍ୟା ଆଦିବାସୀ ଲୋକଙ୍କ ଦ୍ୱାରା ଗୀତ ଓ ନାଚ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୁଏ। ଏଠାକାର ପ୍ରମୁଖ ଆଦିବାସୀ ଗଣ ଯଥା ବଣ୍ଡା, ଗଦବା, କନ୍ଧ ଓ କୋୟାମାନେ ଦେଖାଯାଆନ୍ତି। ସଙ୍ଗୀତ ଏହି ଆଦିବାସୀମାନଙ୍କର ମୁଖ୍ୟ ମନୋରଞ୍ଜନ ଅଟେ। ପର୍ବପର୍ବାଣୀ ସମୟରେ ଏହା ସେମାନଙ୍କର ମନପସନ୍ଦର ଅତିବାହିତ ସମୟ ହୁଏ। ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟରେ ବିଭିନ୍ନ ପ୍ରକାରର ବାଦ୍ୟ ନିର୍ଦ୍ଧାରିତ ଥାଏ। ପ୍ରତି ଆଦିବାସୀ ସମ୍ପ୍ରଦାୟର ନିଜର ବିଶେଷ ନାଚ ରହିଛି ଏବଂ ବିଭିନ୍ନ ଋତୁରେ ଓ ଅବସରରେ ବିଭିନ୍ନ ଧରଣର ସଙ୍ଗୀତ ଅଭ୍ୟାସ କରିଥାନ୍ତି। କୋୟାମାନଙ୍କର ଏକ ପ୍ରମୁଖ ନାଚ ରହିଛି ଯେଉଁଥିରେ ପୁରୁଷମାନେ ମଇଁଷି କିମ୍ବା ଗୟଳର ଶିଙ୍ଗକୁ ସେମାନଙ୍କ ମୁଣ୍ଡରେ ବାନ୍ଧନ୍ତି। ସେମାନଙ୍କ ସ୍ତ୍ରୀମାନେ ଗୋଲେଇ ହୋଇ ପରସ୍ପରର ହାତ କାନ୍ଧରେ ପକାଇ ନାଚିଥାନ୍ତି। ତେବେ ଏମାନଙ୍କ ମଧ୍ୟରୁ କନ୍ଧମାନଙ୍କର ମୁଖ୍ୟ ପର୍ବ ହେଉଛି କେଦୁ ପର୍ବ। ବର୍ଷର ବିଭିନ୍ନ ସମୟରେ ମାଲକାନଗିରି ଜିଲ୍ଲାରେ ରହୁଥିବା ବିଭିନ୍ନ ପ୍ରକାରର ପର୍ବଗୁଡ଼ିକ ଏହି ଆଦିବାସୀ ଜନଜାତିଙ୍କ ଦ୍ୱାରା ପାଳନ କରାଯାଇଥାଏ। ଏହା ବାଦ ଏଠାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କ ମୁଖ୍ୟ ପର୍ବମାନଙ୍କ ମଧ୍ୟରେ ଶିବରାତ୍ରି, ହୋଲି ଓ ରଥଯାତ୍ରା ଉଲ୍ଲେଖନୀୟ ରହିଛି। ପର୍ଯ୍ୟଟନ ସ୍ଥଳୀ ବିଷୟରେ ଚାଲନ୍ତୁ ଏବେ କଥା ହେବା। ପ୍ରଥମରେ ରହିଛି ବାଲିମେଳା। ବାଲିମେଳା ଜଳଭଣ୍ଡାର ବା ଡ୍ୟାମ୍ ମାଲକାନଗିରି ଜିଲ୍ଲାରେ ଅବସ୍ଥିତ, ଯାହାକି ମାଲକାନଗିରିର ପୂର୍ବ ଦିଗର 35 କିଲୋମିଟର ଦୂରତାରେ ରହିଛି। ଏହା ଏକ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଅଟେ। ସହରର ଅତି ନିକଟରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହାକୁ ପ୍ରତିଷ୍ଠା କରାଯାଇଛି। ସିଲେରୁ ନଦୀ ଉପରେ ବାଲିମେଳା ଠାରୁ 25 କିଲୋମିଟର ଦୂରରେ ଚିତ୍ରକୋଣ୍ଡାଠାରେ ଏକ ଜଳଭଣ୍ଡାର ନିର୍ମାଣ କରାଯାଇଛି। ସମୁଦାୟ ଜଳଧାରର ପ୍ରଭାବ ଦୁଇଟି ସରକାରଙ୍କ ଦ୍ୱାରା ସମାନ ଭାଗରେ ବଣ୍ଟନ କରାଯାଇଛି। ଏହାପରେ ରହିଛି ଆମାକୁଣ୍ଡ। ଆମାକୁଣ୍ଡଟି ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ଖଇରୀପୁଟ ବ୍ଲକ ଅନ୍ତର୍ଗତ ଏବଂ ମାଲକାନଗିରିର ସଦର ମହକୁମାର 70 କିଲୋମିଟର ଦୂରରେ ଅବସ୍ଥିତ। ଏହାପରେ ରହିଛି ସତୀଗୁଡ଼ା ନଦୀବନ୍ଧ। ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର 8 କିଲୋମିଟର ଦୂରରେ ରହିଛି। ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୁରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ। ଜଳଭଣ୍ଡାର ମଧ୍ୟରେ ବୋଟିଂ କରିବାର ସୁବିଧା ମଧ୍ୟ କରାଯାଇଛି। ବହୁତ ଗୁଡ଼ିଏ କ୍ଷୁଦ୍ର ପର୍ବତ, ଜଙ୍ଗଲ ଏବଂ ଜଳଧାର ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକ ପର୍ଯ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକୃଷ୍ଟ କରିଥାଏ। ତେବେ ଏହି ଇକୋ ପର୍ଯ୍ୟଟନ କ୍ଷେତ୍ର ଏକ VSS ଦ୍ୱାରା ପରିଚାଳିତ ହେଉଛି। ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ମଧ୍ୟ ରହିଛି। ଏହାପରେ ରହିଛି ମାଲକାନଗିରି ଜିଲ୍ଲାର ପ୍ରମୁଖ ଭୈରବୀ ମନ୍ଦିର। ଭୈରବୀ ମନ୍ଦିର ମାଲକାନଗିରି ସହରଠାରୁ 3 କିଲୋମିଟର ଦୂରତାରେ ରହିଛି। ଜୟପୁରରୁ ମାଲକାନଗିରିକୁ ଆସୁଥିବା ଯାତ୍ରୀ ଏବଂ ମାଲକାନଗିରିରୁ ଯାଉଥିବା ଯାତ୍ରୀ ମା ଭୈରବୀଙ୍କ ଠାରେ ନିଜର ନିରାପଦ ଯାତ୍ରା ପାଇଁ ପୂଜା କରିଥାନ୍ତି। ଅନେକ ଧାର୍ମିକ ପରିଦର୍ଶକ ଏହି ମନ୍ଦିରରେ ଦିନ ତମାମ ପୂଜା କରିବା ପାଇଁ ଆସିଥାନ୍ତି। ବିଶ୍ୱାସ କରାଯାଏ ଯେ ମା ଭୈରବୀ ମାଲକାନଗିରିର ରାଜାଙ୍କ ଦ୍ୱାରା ପୂଜିତ ହୋଇ ଆସୁଥିଲେ, ଯାହାଙ୍କର ଦୁର୍ଗ ଏବେ ମଧ୍ୟ ମନ୍ଦିର ସମ୍ମୁଖରେ ଥିବା ରାଜାରାଣୀ ପାହାଡ଼ ଉପରେ ଦେଖିବାକୁ ମିଳିଥାଏ। ତେବେ ଏହା ବାଦ ମଧ୍ୟ ମାଲକାନଗିରି ଜିଲ୍ଲାରେ ଆପଣ ଅନେକ ପର୍ଯ୍ୟଟନ ସ୍ଥାନ ଦେଖିବାକୁ ପାଇବେ। ଶୀତ ଋତୁରେ ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବାକୁ ଚାହୁଁଛନ୍ତି ତାହେଲେ ଥରେ ଏହି ମାଲକାନଗିରି ଜିଲ୍ଲାକୁ ବୁଲି ଆସନ୍ତୁ। ତେବେ ମାଲକାନଗିରି ଜିଲ୍ଲାକୁ ନେଇଥିବା ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଇନଫର୍ମେସନଟି ଆପଣଙ୍କୁ ଭଲ ଲାଗିଥିଲେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଦେଶ, ଦୁନିଆ, ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।